ଆଜି ଆମେ ଆଲୋଚନା କରିବା ଗଣତନ୍ତ୍ରର ପ୍ରକାରଭେଦ ବା ବର୍ଗୀକରଣ, ଯାହାକୁ ଇଂରାଜୀରେ ଟାଇପ୍ସ ଅର୍ କ୍ଲାସିଫିକେସନ ଅଫ ଡେମୋକ୍ରେସି ବୋଲି କୁହାଯାଏ। ଆମେ ଜାଣୁ ଗଣତନ୍ତ୍ର ହେଉଛି ଲୋକମାନଙ୍କର ଶାସନ ବ୍ୟବସ୍ଥା। ଗଣତନ୍ତ୍ରରେ ଶାସନ କ୍ଷମତା ପ୍ରତ୍ୟକ୍ଷ ବା ସିଧାସଳଖ ଭାବେ ଜନସାଧାରଣଙ୍କର ହାତରେ ରହିବ ନା ପରୋକ୍ଷ ଭାବେ, ଅର୍ଥାତ୍ କହିବାକୁ ଗଲେ ସେମାନଙ୍କ ନିର୍ବାଚିତ ପ୍ରତିନିଧି ମାନଙ୍କ ହାତରେ ରହିବ। ଏହାକୁ ଭିତ୍ତି କରି ବା ଆଧାର କରି ଗଣତନ୍ତ୍ରକୁ ଯଥାକ୍ରମେ ଦୁଇ ଭାଗରେ ବିଭକ୍ତ କରାଯାଇଥାଏ। ପ୍ରଥମଟି ହେଲା ପ୍ରତ୍ୟକ୍ଷ ବା ବିଶୁଦ୍ଧ ଗଣତନ୍ତ୍ର, ଯାହାକୁ ଇଂରାଜୀରେ ଡାଇରେକ୍ଟ ଅର୍ ପିଓର ଡେମୋକ୍ରେସି ବୋଲି କୁହାଯାଏ। ଦ୍ୱିତୀୟଟି ହେଲା ପରୋକ୍ଷ ବା ପ୍ରତିନିଧିମୂଳକ ଗଣତନ୍ତ୍ର, ଯାହାକୁ ଇଂରାଜୀରେ ଇନଡାଇରେକ୍ଟ ଅର୍ ରିପ୍ରେଜେଣ୍ଟେଟିଭ ଡେମୋକ୍ରେସି ବୋଲି କୁହାଯାଇଥାଏ। ତ ବର୍ତ୍ତମାନ ଆମେ ଜାଣିବା ପ୍ରତ୍ୟକ୍ଷ ଗଣତନ୍ତ୍ର କହିଲେ କଣ ବା ବିଶୁଦ୍ଧ ଗଣତନ୍ତ୍ର କହିଲେ କଣ, ଯାହାକୁ ଇଂରାଜୀରେ ଆମେ ଡାଇରେକ୍ଟ ଅର୍ ପିଓର ଡେମୋକ୍ରେସି ବୋଲି ଜାଣିଥାଉ। ତ ବର୍ତ୍ତମାନ ପିଲାମାନେ ଜାଣିବା ଯେଉଁ ଗଣତାନ୍ତ୍ରିକ ବ୍ୟବସ୍ଥାରେ ରାଷ୍ଟ୍ରର ସମସ୍ତ ନାଗରିକ ରାଷ୍ଟ୍ରର ଶାସନ ପରିଚାଳନା କାର୍ଯ୍ୟରେ ପ୍ରତ୍ୟକ୍ଷ ଓ ସକ୍ରିୟ ଭାବରେ ଉପସ୍ଥିତ ରହି ଅଂଶଗ୍ରହଣ କରିଥାନ୍ତି, କିପରି ଶାସନ ବ୍ୟବସ୍ଥାକୁ ପ୍ରତ୍ୟକ୍ଷ ବା ବିଶୁଦ୍ଧ ଗଣତନ୍ତ୍ର ବୋଲି କୁହାଯାଏ। ତ ଏଠାରେ ବୁଝିବାକୁ ହେଲେ ଯେଉଁ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଗୋଟିଏ ରାଷ୍ଟ୍ର ତଥା ଦେଶରେ ସମସ୍ତ ନାଗରିକ ସେହି ଦେଶ ବା ସେହି ରାଷ୍ଟ୍ରକୁ ପରିଚାଳନା କରିବା ପାଇଁ ପ୍ରତ୍ୟକ୍ଷ ଭାବରେ ଏବଂ ସକ୍ରିୟ ଭାବରେ ଉପସ୍ଥିତ ରହି ଅଂଶଗ୍ରହଣ କରିଥାନ୍ତି, ସେହିପରି ଶାସନ ବ୍ୟବସ୍ଥାକୁ ପ୍ରତ୍ୟକ୍ଷ ବା ବିଶୁଦ୍ଧ ଗଣତନ୍ତ୍ର କୁହାଯାଇଥାଏ। ଏହାକୁ ପ୍ରକୃତ ଗଣତନ୍ତ୍ର ବୋଲି ମଧ୍ୟ କୁହାଯାଇଥାଏ। ତ ପିଲାମାନେ ଏଠି ଆମକୁ ମନେ ରଖିବାକୁ ହବ, ବେଳେ ବେଳେ ସର୍ଟ କ୍ୱେଶ୍ଚନ ଆସିଥାଏ ଯେ ପ୍ରତ୍ୟକ୍ଷ ଗଣତନ୍ତ୍ରର ଅନ୍ୟ ନାମ କଣ? ପ୍ରତ୍ୟକ୍ଷ ଗଣତନ୍ତ୍ରର ଅନ୍ୟ ନାମ ହେଉଛି ବିଶୁଦ୍ଧ ଗଣତନ୍ତ୍ର ମଧ୍ୟ, ଏବଂ ପ୍ରତ୍ୟକ୍ଷ ଗଣତନ୍ତ୍ରର ଅନ୍ୟ ନାମ ହେଉଛି ପ୍ରକୃତ ଗଣତନ୍ତ୍ର ମଧ୍ୟ। ତ ଏହାକୁ ରିଏଲ ଡେମୋକ୍ରେସି ବା ପିଓର ଡେମୋକ୍ରେସି ବୋଲି ମଧ୍ୟ କୁହାଯାଇଥାଏ। ତ ଏହି ପ୍ରକାର ଗଣତନ୍ତ୍ରରେ ଅର୍ଥାତ୍ ପ୍ରତ୍ୟକ୍ଷ ଗଣତନ୍ତ୍ରରେ ଜନସାଧାରଣ କେବଳ ସାର୍ବଭୌମ କ୍ଷମତାର ଅଧିକାରୀ ନୁହନ୍ତି, ସେମାନେ ଏହି କ୍ଷମତାକୁ ସିଧାସଳଖ ଭାବରେ ଉପଯୋଗ ମଧ୍ୟ କରିଥାନ୍ତି। ଅର୍ଥାତ୍ ପିଲାମାନେ ଏଠି କହିବାକୁ ଗଲେ ସାର୍ବଭୌମ କ୍ଷମତାର ଆକ୍ଷରିକ ଅର୍ଥ ହେଉଛି ସର୍ବୋଚ୍ଚ କ୍ଷମତା। କି କୁହାଗଲା ଯେ ପ୍ରତ୍ୟକ୍ଷ ଗଣତନ୍ତ୍ରରେ ଯେଉଁ ସର୍ବୋଚ୍ଚ କ୍ଷମତା ରହିଛି, ଯେଉଁ ସାର୍ବଭୌମ କ୍ଷମତା ରହିଛି, ତାହାର ଅଧିକାରୀ ତ ଲୋକମାନେ ଅଟନ୍ତି, ଜନସାଧାରଣ ତାହାର ଅଧିକାରୀ ଅଟନ୍ତି, କିନ୍ତୁ କେବଳ ସେମାନେ ଜନସାଧାରଣ କେବଳ ସାଧାରଣ କ୍ଷମତାର ଅଧିକାରୀ ହୋଇ ରହି ଯାଆନ୍ତି ନାହିଁ, ସେହି ସାର୍ବଭୌମ କ୍ଷମତାକୁ ସେମାନେ ଦୈନନ୍ଦିନ ଜୀବନରେ ସିଧାସଳଖ ଭାବରେ ଉପଯୋଗ ମଧ୍ୟ କରିଥାନ୍ତି। ଜନସାଧାରଣ ନିଜର ରାଜନୈତିକ କ୍ଷମତା କାହାରିକୁ ହସ୍ତାନ୍ତର ନକରି ନିଜେ କାର୍ଯ୍ୟକାରୀ କରନ୍ତି। ତ ଏହି ପ୍ରକାର ଶାସନ କ୍ଷମତାରେ ଅର୍ଥାତ୍ ପ୍ରତ୍ୟକ୍ଷ ଗଣତନ୍ତ୍ର ବ୍ୟବସ୍ଥାରେ ଯେଉଁ ସର୍ବୋଚ୍ଚ କ୍ଷମତା ଜନସାଧାରଣଙ୍କ ହାତରେ ରହିଲା, ସେହି ଜନସାଧାରଣ ମାନେ ସେମାନେ ସେହି ସର୍ବୋଚ୍ଚ କ୍ଷମତାକୁ ରାଜନୈତିକ ଅର୍ଥରେ ଅର୍ଥାତ୍ ରାଜନୈତିକ କ୍ଷମତା ପ୍ରାପ୍ତ ପରେ ସେମାନେ ସେହି ରାଜନୈତିକ କ୍ଷମତାକୁ କାହାରିକୁ ଦେବାକୁ ଚାହାନ୍ତି ନାହିଁ, ସେମାନେ ସେହି ରାଜନୈତିକ କ୍ଷମତାକୁ ନିଜେ କାର୍ଯ୍ୟରେ ପରିଣତ କରିବାକୁ ଚେଷ୍ଟା କରନ୍ତି। ଏହି ଗଣତନ୍ତ୍ର ବ୍ୟବସ୍ଥାରେ ରାଷ୍ଟ୍ରର ସମସ୍ତ ନାଗରିକ ମାନେ ଗୋଟିଏ ସ୍ଥାନରେ ବସି ବା ଏକତ୍ରିତ ହୋଇ ଦେଶର ଆଇନ ପ୍ରଣୟନ କରିବା
ବିଭିନ୍ନ ସରକାରୀ ପଦପଦବୀ ପାଇଁ ନିର୍ବାଚନ କରିବା, ଆୟ ବ୍ୟୟର ସମୀକ୍ଷା କରିବା, ନୀତି ନିର୍ଦ୍ଧାରଣ କରିବା ଏବଂ ଅନ୍ୟାନ୍ୟ ଯେଉଁ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ରହିଛି ତାହାର ସମାଧାନ କରିବା ପାଇଁ କାର୍ଯ୍ୟାବଳୀ ପ୍ରସ୍ତୁତ କରିଥାନ୍ତି। ତ ଆମକୁ ମନେ ରଖିବାକୁ ହବ ଏହି ପ୍ରକାର ଗଣତନ୍ତ୍ର ବ୍ୟବସ୍ଥାରେ ସମସ୍ତ ନାଗରିକ ଅର୍ଥାତ୍ ରାଷ୍ଟ୍ରର ସମସ୍ତ ନାଗରିକ ଗୋଟିଏ ସ୍ଥାନରେ ତଥା ନିର୍ଦ୍ଧାରିତ ସ୍ଥାନରେ ଏକତ୍ରିତ ହୋଇ ସେମାନେ ଦେଶର ଆଇନ ପ୍ରଣୟନ ବ୍ୟବସ୍ଥା, ବିଭିନ୍ନ ସରକାରୀ ପଦପଦବୀ ପାଇଁ ନିର୍ବାଚନର ବ୍ୟବସ୍ଥା, ଆୟ ବ୍ୟୟର ସମୀକ୍ଷା ବ୍ୟବସ୍ଥା, ନୀତି ନିର୍ଦ୍ଧାରଣ କରିବାର ବ୍ୟବସ୍ଥା ଏବଂ ଅନ୍ୟାନ୍ୟ ଯେଉଁ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ଗୁଡ଼ିକ ଥାଏ ତାହାର ସମାଧାନ କରିବା ପାଇଁ ସେମାନେ ଏକତ୍ରିତ ହୋଇ ଗୋଟିଏ ସ୍ଥାନରେ ତାର କାର୍ଯ୍ୟାବଳୀ ପ୍ରସ୍ତୁତ କରିଥାନ୍ତି। ପିଲାମାନେ, ଏହି ପ୍ରତ୍ୟକ୍ଷ ଗଣତନ୍ତ୍ର ତାହେଲେ କେଉଁ କେଉଁଠାରେ ସମ୍ଭବପର ହୋଇପାରିବ ନିଶ୍ଚିତ ଭାବରେ ଜାଣିବାର ଆବଶ୍ୟକତା ରହିଛି। ଯେଉଁ ଦେଶ ଆୟତନରେ କ୍ଷୁଦ୍ର ଅଟେ, ଯେଉଁ ଦେଶରେ ଲୋକ ସଂଖ୍ୟା ଅର୍ଥାତ୍ ଜନସଂଖ୍ୟା ସ୍ୱଳ୍ପ ଥାନ୍ତି ଅର୍ଥାତ୍ ବହୁ ମାତ୍ରାରେ ନଥାଏ, ଯେଉଁ ଦେଶର ଅର୍ଥନୀତି ସରଳ ହୋଇଥାଏ ଏବଂ ଯେଉଁ ସମାଜ ସରଳ ସମାଜ ବ୍ୟବସ୍ଥା ଭିତରେ ଗତି କରୁଥାଏ, ସେହି ପ୍ରକାର ଛୋଟ ଛୋଟ ରାଷ୍ଟ୍ରମାନଙ୍କରେ ପ୍ରତ୍ୟକ୍ଷ ବା ବିଶୁଦ୍ଧ ଗଣତନ୍ତ୍ର କାର୍ଯ୍ୟକାରୀ ସମ୍ଭବ ଅଟେ। ପିଲାମାନେ ନିହାତି ଭାବରେ ଏଇ ପଏଣ୍ଟ ଗୁଡ଼ିକୁ ଆମେ ନିଶ୍ଚିତ ଭାବରେ ମନେ ରଖିବା। କ୍ଷୁଦ୍ର ଆୟତନ ଅର୍ଥାତ୍ ଏରିଆରେ ଛୋଟ ଥିବ, ଜନସଂଖ୍ୟା ମଧ୍ୟ କମ୍ ଥିବ, ତାଙ୍କର ଯେଉଁ ଅର୍ଥନୀତି ବ୍ୟବସ୍ଥା ରହିଲା ତାହା ସରଳ ଅର୍ଥନୀତି ବ୍ୟବସ୍ଥା ଥିବ ଏବଂ ତାଙ୍କର ସରଳ ସମାଜ ବ୍ୟବସ୍ଥା ରହିଥିବ। ସେହି ପ୍ରକାର ଛୋଟ ଛୋଟ ରାଷ୍ଟ୍ରମାନଙ୍କରେ ଏହି ପ୍ରତ୍ୟକ୍ଷ ଗଣତନ୍ତ୍ର ବା ବିଶୁଦ୍ଧ ଗଣତନ୍ତ୍ର କାର୍ଯ୍ୟକାରୀ ହୋଇପାରିବ। ତ ପ୍ରାଚୀନ ଗ୍ରୀସ୍ ଏବଂ ରୋମର ଯେଉଁ ନଗର ରାଜ୍ୟ ଗୁଡ଼ିକ ଥିଲା, ସେହି ନଗର ରାଜ୍ୟ ଗୁଡ଼ିକରେ ଏହି ପ୍ରତ୍ୟକ୍ଷ ଗଣତନ୍ତ୍ର ପ୍ରଚଳିତ ଥିଲା। ତ ଆମକୁ ମନେ ରଖିବାକୁ ହବ, ଏହା ବେଳେବେଳେ ଶର୍ଟ କ୍ୱେଶ୍ଚିନ୍‌ରେ ଆସିଥାଏ। ପ୍ରାଚୀନ ଗ୍ରୀସ୍ ଓ ରୋମର ଯେଉଁ କେତେ ଗୁଡ଼ିଏ ନଗର ରାଜ୍ୟ ଥିଲା ତାକୁ ଇଂରାଜୀରେ ସିଟି ଷ୍ଟେଟ୍ସ ବୋଲି କୁହାଯାଏ। ସେହି ସିଟି ଷ୍ଟେଟ୍ସରେ ଏହି ପ୍ରକାର ବ୍ୟବସ୍ଥା ପ୍ରଚଳିତ ଥିଲା ଅର୍ଥାତ୍ ପ୍ରତ୍ୟକ୍ଷ ଗଣତନ୍ତ୍ର ପ୍ରଚଳିତ ଥିଲା। କେଉଁଠାରେ ନା ପ୍ରାଚୀନ ଗ୍ରୀସ୍ ଓ ରୋମରେ, ରୋମର ଯେଉଁ ନଗର ରାଜ୍ୟ ଗୁଡ଼ିକ ରହିଛି ସେଇଠାରେ ପ୍ରତ୍ୟକ୍ଷ ଗଣତନ୍ତ୍ର ପ୍ରଚଳିତ ଥିଲା। ବର୍ତ୍ତମାନ ଯୁଗରେ ଯଦି ଜାଣିବାକୁ ଚାହିଁବା ତାହେଲେ ସୁଇଜରଲ୍ୟାଣ୍ଡ ଭଳି ଦେଶର 4ଟି କ୍ଷୁଦ୍ର କ୍ୟାଣ୍ଟନରେ ବା ତାକୁ ଅଙ୍ଗରାଜ୍ୟ ବୋଲି ମଧ୍ୟ କୁହାଯାଏ, ସେହିଠାରେ ଏହି ପ୍ରକାର ପ୍ରତ୍ୟକ୍ଷ ଗଣତନ୍ତ୍ର ପ୍ରଚଳିତ ଦେଖିବାକୁ ମିଳେ ଏବଂ ଯୁକ୍ତରାଷ୍ଟ୍ର ଆମେରିକାର କେତେକ ରାଜ୍ୟ ସମେତ ଫ୍ରାନ୍ସ, ଅଷ୍ଟ୍ରେଲିଆରେ ଏହି ପ୍ରକାର ଗଣତନ୍ତ୍ର ଆଂଶିକ ରୂପରେ, ମାନେ କହିବାକୁ ଗଲେ ବହୁତ ବହୁତ କ୍ୱଚିତ ମାତ୍ରାରେ ଦେଖିବାକୁ ମିଳେ। ପରୀକ୍ଷାରେ ଆସିଥାଏ ଯେ ପ୍ରତ୍ୟକ୍ଷ ଗଣତନ୍ତ୍ର ବର୍ତ୍ତମାନ ପୃଥିବୀର କେଉଁ ଦେଶରେ ଦେଖିବାକୁ ମିଳେ? ନିଶ୍ଚିତ ଭାବରେ ପିଲାମାନେ ମନେ ରଖିବ, ସୁଇଜରଲ୍ୟାଣ୍ଡର 4ଟି କ୍ଷୁଦ୍ର କ୍ୟାଣ୍ଟନରେ। କିନ୍ତୁ ଆଧୁନିକ ଜାତି ରାଷ୍ଟ୍ର ମାନଙ୍କରେ, ଯାହାକୁ ନେସନ ଷ୍ଟେଟ୍ସ ବୋଲି କୁହାଯାଏ, ତାର ଆବିର୍ଭାବ ହେବା ଦ୍ୱାରା ସାର୍ବଜନୀନ ସାବାଳକ ମତଦାନ ବ୍ୟବସ୍ଥା, ଯାହାକୁ ଇଂରାଜୀରେ ୟୁନିଭର୍ସାଲ ଆଡଲ୍ଟ ଫ୍ରାଞ୍ଚାଇଜ ବୋଲି କୁହାଯାଏ, ଜଟିଳ ସାମାଜିକ ଓ ଅର୍ଥନୈତିକ ବ୍ୟବସ୍ଥାର ପ୍ରଚଳନ ଫଳରେ ଏହି ପ୍ରତ୍ୟକ୍ଷ ଗଣତନ୍ତ୍ର ବିଶ୍ୱରୁ ଅର୍ଥାତ୍ ପୃଥିବୀ ସ୍ତରରେ ଲୋପ ପାଇ ସାରିଛି କହିଲେ ଅତ୍ୟୁକ୍ତି ହବ ନାହିଁ। ତ ପିଲାମାନେ, ଆଧୁନିକ ଅର୍ଥାତ୍ ବର୍ତ୍ତମାନର ସମୟରେ ଯେଉଁ ରାଷ୍ଟ୍ର ଗୁଡ଼ିକ ଜାତି ରାଷ୍ଟ୍ର ଅର୍ଥାତ୍ ନୂଆ ନୂଆ ସ୍ୱାଧୀନ ପ୍ରାପ୍ତ କରିଥିବା ଜାତି ରାଷ୍ଟ୍ର ମାନଙ୍କର ଯେଉଁ ଆବିର୍ଭାବ ଘଟିଛି ଏବଂ ପ୍ରତ୍ୟେକ ଦେଶରେ ଯେଉଁ ସାର୍ବଜନୀନ ସାବାଳକ ମତଦାନ ବ୍ୟବସ୍ଥା ରହିଛି, ଯେମିତିକି ବର୍ତ୍ତମାନ ଆମ ଭାରତରେ 18ରୁ ଉର୍ଦ୍ଧ୍ୱ
18 ରୁ ଉର୍ଦ୍ଧ୍ୱ ବୟସ ର ପ୍ରତ୍ୟେକ ବ୍ୟକ୍ତି ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ, ଭାଷା, ଅଞ୍ଚଳ ଭିତ୍ତିରେ ସମସ୍ତେ ନିଜର ମତଦାନ ଅଧିକାର ପାଇଥାନ୍ତି। ସେହି ମତଦାନ ଅଧିକାର ବଳରେ ସେମାନେ ସରକାର ଚୟନ କରିଥାନ୍ତି। ଜଟିଳ ସାମାଜିକ ସମସ୍ୟା, ଅର୍ଥନୈତିକ ବ୍ୟବସ୍ଥାର ପ୍ରଚଳନ, ଏହିପରି କେତେଗୁଡ଼ିଏ କାରଣ ଯୋଗୁଁ ପ୍ରତ୍ୟକ୍ଷ ଗଣତନ୍ତ୍ର ବିଶ୍ୱରୁ ପ୍ରାୟ ସରିଯାଇଛି ବା ଶେଷ ଅବସ୍ଥାରେ ପହଞ୍ଚି ଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ତ ବର୍ତ୍ତମାନ ଆମେ ଜାଣିବା ପିଲାମାନେ ପରୋକ୍ଷ ଗଣତନ୍ତ୍ର କହିଲେ ତାହେଲେ କଣ, ଯାହାକୁ ଇଂରାଜୀରେ ଆମେ ଇନଡାଇରେକ୍ଟ ଡେମୋକ୍ରେସି ବୋଲି କହିଥାଉ। ତ ଏଠାରେ କୁହାଗଲା ଯେ ଯେଉଁ ଗଣତନ୍ତ୍ର ବ୍ୟବସ୍ଥାରେ ଜନସାଧାରଣ ରାଜନୈତିକ କ୍ଷମତା ଓ ଶାସନ ପରିଚାଳନା ଭାର ସିଧାସଳଖ ଭାବରେ ଅଂଶଗ୍ରହଣ ନ କରି ସେମାନେ ନିଜର ନିର୍ବାଚିତ ପ୍ରତିନିଧି ମାନଙ୍କ ଦ୍ୱାରା ପରୋକ୍ଷ ଭାବରେ ଶାସିତ ହୋଇଥାନ୍ତି, ସେହି ପ୍ରକାର ଗଣତନ୍ତ୍ରକୁ ପରୋକ୍ଷ ଗଣତନ୍ତ୍ର ବୋଲି କୁହାଯାଏ। ଅର୍ଥାତ୍ ଅତି ସରଳ ଭାଷାରେ କହିବାକୁ ଗଲେ ଯେଉଁ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଆମର ଜନସାଧାରଣ ଅର୍ଥାତ୍ ଲୋକମାନେ ଯେଉଁ ରାଜନୈତିକ କ୍ଷମତା ରହିଛି ଏବଂ ଶାସନ ପରିଚାଳନା କରିବାର ଯେଉଁ କ୍ଷମତା ରହିଛି ତାହାକୁ ସେମାନେ ସିଧାସଳଖ ଭାବରେ ଅଂଶଗ୍ରହଣ ନ କରି ନିଜର ନିର୍ବାଚିତ ପ୍ରତିନିଧି ମାନଙ୍କ ଦ୍ୱାରା ସେମାନେ ସେହି କାର୍ଯ୍ୟଟିକୁ କରିପାରିଥାନ୍ତି, ଅର୍ଥାତ୍ ଶାସିତ ହୋଇଥାନ୍ତି, ତାହାକୁ ପରୋକ୍ଷ ଗଣତନ୍ତ୍ର ବୋଲି କୁହାଯାଇଥାଏ। ଏହି ପ୍ରତିନିଧି ମାନଙ୍କ ଦ୍ୱାରା କାର୍ଯ୍ୟକାରୀ ବା ପରିଚାଳିତ ହେଉଥିବାରୁ ଏହି ପ୍ରକାର ଗଣତନ୍ତ୍ରକୁ ପ୍ରତିନିଧିମୂଳକ ଗଣତନ୍ତ୍ର ବୋଲି କୁହାଯାଏ ବା କହିଥାନ୍ତି। ଯେମିତିକି ଆମେ ପିଲାମାନେ ଜାଣିଲେ ପ୍ରତ୍ୟକ୍ଷ ଗଣତନ୍ତ୍ରରେ ଲୋକମାନେ ସିଧାସଳଖ ଭାବରେ ସେମାନେ ଗୋଟିଏ ସ୍ଥାନରେ ଏକତ୍ରିତ ହୋଇ କଣ କଲେ ନା ସେମାନେ ଦେଶର ନୀତି ନିର୍ଦ୍ଧାରଣ, ଆଇନ ପ୍ରଣୟନ, ବିଭିନ୍ନ ପ୍ରକାର କାର୍ଯ୍ୟରେ ସେମାନେ ସକ୍ରିୟ ଭାବରେ ଅଂଶଗ୍ରହଣ କରି ଲିପ୍ତ ରହିଲେ। ତ କିନ୍ତୁ ପରୋକ୍ଷ ଗଣତନ୍ତ୍ରରେ ଯଦି ଏହା ଲୋକମାନେ ହେଲେ ଏମାନଙ୍କ ମଧ୍ୟରୁ କୌଣସି ମାନେ ଜଣକୁ ବା ତାଙ୍କର ନିର୍ବାଚିତ କ୍ଷେତ୍ର ଯୋଉଟା ରହିଛି ସେଇ କ୍ଷେତ୍ରରୁ ନିର୍ଦ୍ଦିଷ୍ଟ ବ୍ୟକ୍ତିକୁ ସେମାନେ ନିଜର ନିର୍ବାଚିତ ପ୍ରତିନିଧି ବା ତାଙ୍କର ନେତା ଭାବରେ ବାଛିଥାନ୍ତି ଏବଂ ସେଇ ନେତା ଶାସନ କାର୍ଯ୍ୟ ପରୋକ୍ଷ ଭାବରେ କରିଥାଏ। ତ ସେଥିପାଇଁ ଏହି ପ୍ରକାର ଶାସନ ବ୍ୟବସ୍ଥାକୁ ପ୍ରତିନିଧିମୂଳକ ଗଣତନ୍ତ୍ର ବୋଲି ମଧ୍ୟ କୁହାଯାଇଥାଏ। ଏହି ଶାସନ ବ୍ୟବସ୍ଥାରେ ଜନସାଧାରଣ ତଥା ଭୋଟର ମାନେ ଭୋଟ ଦେବାର ଅଧିକାର ମାଧ୍ୟମରେ ବିଭିନ୍ନ ନିର୍ବାଚନ ମଣ୍ଡଳୀରୁ ନିଜର ଲୋକ ପ୍ରତିନିଧି ବାଛିଥାନ୍ତି। ବର୍ତ୍ତମାନ ଯୋଉ ମୁଁ କହିଲି ଯେ ଆମ ଦେଶରେ ଯେମିତି 18 ବର୍ଷରୁ ଅଧିକ ଲୋକଙ୍କୁ ସାବାଳକ ମତଦାନ ଅଧିକାର ଦିଆଯାଇଛି, ଠିକ ବିଭିନ୍ନ ଦେଶରେ ଜନସାଧାରଣ ମାନଙ୍କୁ ଅର୍ଥାତ୍ ଭୋଟର ମାନଙ୍କୁ ଭୋଟ ଦେବାର ଅଧିକାର ଦିଆଯାଇଛି। ସେହି ଭୋଟ ଦେବାର ଅଧିକାର ମାଧ୍ୟମରେ ସେମାନେ ନିଜ ନିଜର ନିର୍ବାଚନ ମଣ୍ଡଳୀରୁ ନିଜ ନିଜର ଲୋକ ପ୍ରତିନିଧି ବାଛିବାର ସୁଯୋଗ ପାଇଥାନ୍ତି, ଭୋଟ ଦେଇକି ବାଛିଥାନ୍ତି ଏବଂ ତାଙ୍କ ଜରିଆରେ ସରକାର ଗଠନ କରିଥାନ୍ତି। ତାଙ୍କ ଜରିଆରେ ସେମାନେ ସରକାର ଗଠନ କରିଥାନ୍ତି ଏବଂ ରାଜନୈତିକ କ୍ଷମତାର ନିୟନ୍ତ୍ରଣ ମଧ୍ୟ ହୋଇଥାଏ। ଏହି ନିର୍ବାଚିତ ପ୍ରତିନିଧି ମାନେ ହିଁ ରାଷ୍ଟ୍ରର ଆଇନ ପରିଚାଳନା କାର୍ଯ୍ୟରେ ଅଂଶଗ୍ରହଣ କରି ଜନସାଧାରଣଙ୍କୁ ଅର୍ଥାତ୍ ଜନସାଧାରଣଙ୍କ ପାଖରେ ଉତ୍ତରଦାୟୀ ରହିଥାନ୍ତି। ତ ସେମାନେ ନିର୍ବାଚିତ ପ୍ରତିନିଧି ମାନେ ସେମାନେ ରାଷ୍ଟ୍ରର ଯେତେ ସବୁ ଆଇନ ପରିଚାଳନା କାର୍ଯ୍ୟ ରହିଛି
ସେଇଥିରେ ସେମାନେ ଅଂଶଗ୍ରହଣ କରନ୍ତି, ଯେଉଁମାନଙ୍କୁ ଆମେ ନିର୍ବାଚିତ ପ୍ରତିନିଧି ଭାବରେ ବାଛିଲେ ଅର୍ଥାତ୍ ଚୟନ କଲେ। କେଉଁ ମାଧ୍ୟମରେ? ନା ଭୋଟ ଦେବାର ଅଧିକାର ମାଧ୍ୟମରେ ଆମେ ଚୟନ କଲେ। ସେହି ନିର୍ବାଚିତ ପ୍ରତିନିଧି ମାନେ କଣ କରିବେ? ନା ରାଷ୍ଟ୍ରର ଯୋଉ ଆଇନ କାର୍ଯ୍ୟ ବା ଆଇନ ପରିଚାଳନା କାର୍ଯ୍ୟ ରହିଛି ସେଇଥିରେ ସେମାନେ ଅଂଶଗ୍ରହଣ କରିବେ ଏବଂ ସେମାନେ ଅଂଶଗ୍ରହଣ କରିକିରି ସେମାନେ ଜନସାଧାରଣଙ୍କ ନିକଟରେ ସଦାସର୍ବଦା ଉତ୍ତରଦାୟୀ ରହିବେ। ଭଲରେ ମନ୍ଦରେ ସବୁବେଳେ ସେମାନେ ଉତ୍ତରଦାୟୀ ରହିବେ। ଆଧୁନିକ ରାଷ୍ଟ୍ରର ଆୟତନ ଓ ଜନସଂଖ୍ୟା ମାତ୍ରାଧିକ ହୋଇଥିବାରୁ ବର୍ତ୍ତମାନ ପୃଥିବୀର ପ୍ରତ୍ୟେକ ରାଷ୍ଟ୍ରରେ ଏହି ପରୋକ୍ଷ ଗଣତନ୍ତ୍ର ପ୍ରଚଳିତ ରହିଛି। ଅର୍ଥାତ୍ ଆମେ ସମସ୍ତେ ଜାଣୁ ବର୍ତ୍ତମାନ ପ୍ରତ୍ୟେକ ରାଷ୍ଟ୍ରରେ ଆୟତନ ବଡ଼ ଏବଂ ଜନସଂଖ୍ୟା ମାତ୍ରାଧିକ ହେଉଥିବାରୁ ପୃଥିବୀର ପ୍ରତ୍ୟେକ ରାଷ୍ଟ୍ରରେ ପ୍ରତ୍ୟକ୍ଷ ଗଣତନ୍ତ୍ର ପ୍ରଚଳିତ ନାହିଁ। କାରଣ ବିଭିନ୍ନ ଆୟତନରେ ଯେଉଁ ରାଷ୍ଟ୍ରଗୁଡ଼ିକ ବଡ଼ ଅଛି ଏବଂ ଜନସଂଖ୍ୟା ମାତ୍ରାଧିକ ଭାବରେ ବୃଦ୍ଧି ପାଉଛି, ସେହିପରି ରାଷ୍ଟ୍ରମାନଙ୍କରେ ପ୍ରତ୍ୟେକ ରାଷ୍ଟ୍ରମାନଙ୍କରେ ବର୍ତ୍ତମାନ ସମୟରେ ପରୋକ୍ଷ ଗଣତନ୍ତ୍ର ପ୍ରଚଳିତ ଥିବାର ଦେଖିବାକୁ ମିଳୁଛି। ପରୋକ୍ଷ ଗଣତନ୍ତ୍ରର ସଫଳତା ପାଇଁ ରାଜନୈତିକ ଦଳଗୁଡ଼ିକର ଆବିର୍ଭାବ ଏକାନ୍ତ ଅପରିହାର୍ଯ୍ୟ ଅଟେ। ଯଦି ରାଜନୈତିକ ଦଳ ନ ରହିବ ତାହେଲେ ପରୋକ୍ଷ ଗଣତନ୍ତ୍ର ସଫଳତା ଦିଗରେ ଆଗେଇ ପାରିବ ନାହିଁ। ତେଣୁକରି ଏହି ପରୋକ୍ଷ ଗଣତନ୍ତ୍ରକୁ ସଫଳ କରିବାକୁ ହେଲେ ରାଜନୈତିକ ଦଳ ଅର୍ଥାତ୍ ପଲିଟିକାଲ ପାର୍ଟି ଗୁଡ଼ିକର ଏକାନ୍ତ ଆବଶ୍ୟକତା ରହିଛି ଏବଂ ଆବିର୍ଭାବ ମଧ୍ୟ ଦେଖାଯାଏ। ଆଧୁନିକ ଯୁଗରେ ଯଦି ଦେଖିବାକୁ ଯିବା ଭାରତ, ଆମେରିକା, ଚୀନ, ଅଷ୍ଟ୍ରେଲିଆ, ଫ୍ରାନ୍ସ ଏହିପରି ରାଷ୍ଟ୍ରମାନଙ୍କରେ ପରୋକ୍ଷ ଗଣତନ୍ତ୍ର ପ୍ରଚଳିତ ରହିଛି। ତ ପିଲାମାନେ ପ୍ରଶ୍ନ ଆସେ ଯେ ଭାରତରେ କେଉଁ ପ୍ରକାର ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରଚଳିତ ରହିଛି? ନା ପରୋକ୍ଷ ଗଣତନ୍ତ୍ର ପ୍ରଚଳିତ ରହିଛି। ଯେମିତିକି ଭାରତ ଭଳି ଆମେରିକା, ଚୀନ, ଅଷ୍ଟ୍ରେଲିଆ, ଫ୍ରାନ୍ସ ଇତ୍ୟାଦି ଆହୁରି ଅନେକ ରାଷ୍ଟ୍ରମାନଙ୍କରେ ପରୋକ୍ଷ ଗଣତନ୍ତ୍ର ପ୍ରଚଳିତ ରହିଅଛି। ଏବଂ ପିଲାମାନେ ଏହା ବି ମଧ୍ୟ ଜାଣିବାକୁ ହବ ଯେ ପୃଥିବୀର ସବୁଠାରୁ ବୃହତ୍ତମ ଗଣତାନ୍ତ୍ରିକ ରାଷ୍ଟ୍ର କାହାକୁ କୁହାଯାଏ କହିଲେ ତାହା ହେଉଛି ଆମର ଭାରତ ଭୂମି। ଅର୍ଥାତ୍ ଭାରତକୁ ପୃଥିବୀର ବୃହତ୍ତମ ଗଣତାନ୍ତ୍ରିକ ରାଷ୍ଟ୍ର ବୋଲି କୁହାଯାଏ।